ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କ ମଧ୍ୟରୁ ବହୁତ ଜଣ ମୋତେ ଜାଣିନଥିବେ ଆଉ କିଛି ଜଣ ମଧ୍ୟ ମୋତେ ଜାଣିଥିବେ। ଯୋଉମାନେ ଜାଣିଛନ୍ତି ସେମାନେ ଜାଣିଥିବେ ଯେ ମୁଁ ହେଉଛି ଜଣେ ଆସିଷ୍ଟାଣ୍ଟ ଟିଚର ଗଭର୍ଣ୍ଣମେଣ୍ଟ ହାଇସ୍କୁଲରେ ଓଡ଼ିଶାରୁ ବିଲଙ୍ଗ କରୁଛି। ତ ଗତ କିଛି ଦିନ ହେଲା ମୁଁ 30 ଡେଜ୍ର ଗୋଟେ ଚ୍ୟାଲେଞ୍ଜ ନେଇଥିଲି ଡେଲି କଣ୍ଟେଣ୍ଟ କ୍ରିଏସନ୍ କରିବା ପାଇଁ, ଯୋଉଟାରେ କି ଅଲରେଡ଼ି 7th ଡେ କମ୍ପ୍ଲିଟ୍ ହେଇଯାଇଛି। ଆଜି ହେଉଛି 8th ଡେ। ତ ମୁଁ ଭାବିଲି ଆଜିକା ଡେରେ କିଛି କଣ୍ଟେଣ୍ଟ କ୍ରିଏସନ୍ ନ କରି ମୁଁ ମୋ 7 ଡେଜ୍ର ଏକ୍ସପିରିଏନ୍ସକୁ ମୁଁ ସେୟାର କରିବି ଆପଣମାନଙ୍କ ସହିତ। ତ ବହୁତ ଗୁଡ୍ ଆଣ୍ଡ ବ୍ୟାଡ୍ ରିଭ୍ୟୁଜ୍ ମୋ ପାଇଁ ଅଛି। ଗୁଡ୍ ଟିକେ ବେଶୀ ଅଛି, ବ୍ୟାଡ୍ ଟିକେ ହାଲକା। ଆପଣମାନେ ଜାଣିଥିବେ ଲାଇଫ୍ରେ ଗୁଡ୍ ବ୍ୟାଡ୍ ଏ ଦୁଇଟା ବାଲାନ୍ସ ହେଇକି ହିଁ ସବୁବେଳେ ଚାଲିଥାଏ। ତ ଗୁଡ୍ ଏ କହିବି ଯେ କଣ୍ଟେଣ୍ଟ କ୍ରିଏସନ୍ କରିବା ଦ୍ୱାରା ମୋ ନିଜର କନଫିଡେନ୍ସ ଲେଭେଲ୍ ଟିକେ ଗ୍ରୋ ହେଇଛି। ମୁଁ ନିଜକୁ ଏନଗେଜ୍ ରଖିପାରୁଛି। ଅଲୱେଜ୍ ମୁଁ ହ୍ୟାପି ଫିଲ୍ କରୁଛି ଆଣ୍ଡ ଅନ୍ୟମାନଙ୍କ ସପୋର୍ଟ ମିଳୁଛି, ବହୁତ ଜଣଙ୍କ ଭଲ ପାଇବା ମିଳୁଛି, ଆପଣମାନଙ୍କ ଆଶୀର୍ବାଦ ମିଳୁଛି। ବେଡ୍ ସାଇଡ୍ ଯଦି ଦେଖାଯିବ ଦେନ୍ ଟିକେ ଟାଇମ୍ ମ୍ୟାନେଜ୍ କରିବା କଷ୍ଟ ହେଇଯାଉଛି, ଯେହେତୁ ମୁଁ ଜଣେ ମଦର, ତା ସହ ଘରର ବୋହୂ, ଏପଟେ ପୁଣି ନିଜର ଜବ୍, ତା ସହ ମୁଁ ଟିକେ ପଢ଼ାପଢ଼ି ବି କରୁଛି। ତ ସେଇ ସବୁ ଜିନିଷକୁ ମ୍ୟାନେଜ୍ କରି ଏସବୁ କଣ୍ଟେଣ୍ଟ କ୍ରିଏସନ୍ କରିବା ଆକ୍ଚୁଆଲିରେ ଟିକେ ଟଫ୍ ହେଇଯାଉଛି ମୋ ପାଇଁ। ବଟ୍ ଆଇ ଏମ୍ ହ୍ୟାପି ବିକଜ୍ ଆଇ ଟ୍ରୁଲି ହ୍ୟାପି ଯେ ମୁଁ ଏସବୁ କଣ୍ଟେଣ୍ଟ କ୍ରିଏସନ୍ କରି ନିଜକୁ ଏନଗେଜ୍ ରଖିପାରୁଛି। ଆଉ ସବୁଠୁ ବଡ଼ ଜିନିଷ, ମୋତେ ମୋ ଇନଲସ୍ଙ୍କର ବହୁତ ସାରା ସପୋର୍ଟ ଅଛି, ଯୋଉଥିପାଇଁ କି ମୁଁ ଏ କଣ୍ଟେଣ୍ଟ କ୍ରିଏସନ୍ କରିବାରେ ସକ୍ସେସଫୁଲ୍ ହେଇପାରୁଛି। Thanks to my in-laws and mostly to my husband and my colleagues, and mostly very thanks to you, to my audience. Thank you so much.